वेदेषु यज्ञेषु तपसु चैव दानेषु यत् पुण्य फलं प्रदिष्ट्वा अत्तेति तत् सर्वमिदं विरुद्धा योगी परं स्थान उपैति चाद्यम्। ओम शिशु अनंताय नमः। लीलाद्रि चतुर्धामूर्तये नमः। सद्गुरुभ्यो नमः। आजिर यही पवित्र संध्यारे समस्त को ये सेवक शुभेच्छा अर्पण करुछि। आज होचंती बासंती दुर्गांकर आज बोधे महाअष्टमी तिथि। ये अष्टमी तिथि रे माँ दुर्गा से महिषासुर को मर्दन करथिले बोली कहा जाए। तेरे महिषासुर को काले मर्दन होइथिला से कथा को आमे कहीं पालन करवा। से कौन जन्मोत्सव ना साधोत्सवर कथा आई पालन करवा। महिषासुर को कहीं आम मन रखा। जदि आम कहतु महिषासुर ताको मन रखार कौन कारण? तेबे पांचटी मंकार आम समस्त भीतर अच्छी। मो भीतर भी अच्छी, आपण मान भीतर भी अच्छी। जो योगी ऋषि मुनि माने पहाड़ पर्वत तपस्या करुँच से कहीं तपस्या करुँच? जदि से श्रेष्ठ, जदि से प्रकृति संपूर्ण भाव में भल, तपस्या कहीं करेंगे? कि प्रकृत समस्त भितर अल्प बा बहुत पंचमंकार रही। पंचमंकार को किए कौ भाव में बुझाए सीटा अलग कथा। प्रत्येक आचार्य मान मत को सम्मान दबा यहाँ बलिया पिला बेलू शिखी। कारी कथा को खंडन करने उचित नुह। तेरे कथा गोटे मंकार हूँ जीवनर अहंकार हूँ गोटे मंकार। द्वितीय मंकार हूँ मनर चंचलता हूँ आउ गोटे मंकार। तीन रे हूँ सात्विक यज्ञ कार्य को छाड़ी तामसिक यज्ञ रे मातिबा, पशु बलि पक्षी बलि दबा, ये हूँ गोटे मंकार। कहीं से दौरान बलि ना किसी पाइबा आशा रे। प्रकृत से माने किसी पाइबे नहीं, खाली गोटे लोक को भूलैया ये सब कर। भाव में अत्यधिक असंयमता हवा, काम शक्ति सबुबले जर्जरित है आम भितर रहिबा। आमे नारी को मार सम्मान दबा नहीं। जीव भ्रम ही काम आसे, अमृत प्राय जनि दिशे। तेणु ये हूँ आउ गोटे मंकार। आउ गोटे मंकार हूँ समर्पित भावना। ये हूँ श्रेष्ठ मंकार। जिते मनीष श्रेष्ठ मंकार पाखे पहुँची जाए सेते अन्य मंकार गुड़ाक आपे आपे दूरीभूत हो जाती। जमती देखु गोटे कथा कहुची ज्योतिर्विद माने जिते गणना सब करती से सब केते गुड़िए कथा कहती। बलिया भी से कथा को अग्राह्य करूनी।
ଗୋଟିଏ ଶନିଶ୍ଚର ମହାଗ୍ରହଙ୍କୁ ସେମାନେ ପୂଜା କରନ୍ତି ବା ମେଳା କରନ୍ତି। ଯଦି ଜ୍ୟୋତିଷ କହିବେ ତମର ଶନି ସପ୍ତାହ ପଡ଼ିଛି କି ଜନ୍ମ ଶନି ପଡ଼ିଛି, ତାହେଲେ ଏ ଯାଇ ମେଳା କରିବେ। ତା ପୂର୍ବରୁ ଖୁସିରେ କେହି ମେଳା କରନ୍ତିନି। ଏଇ ଯେଉଁ ଅହଙ୍କାରଟି ଆମ ଭିତରେ ରହିଲା, ଶନି ବିଗିଡ଼ିକିରି ବିପରୀତ ଫଳ ପ୍ରଦାନ କରିବେ। ଶନିଶ୍ଚର ମହାଗ୍ରହଙ୍କର ଗୋଟିଏ ସ୍ୱଭାବ, ସିଏ ସ୍ୱାଭିମାନୀ ଗ୍ରହ। ତୁମେ ତାଙ୍କୁ ଚିନ୍ତନ କର, ଆଉ ତାଙ୍କୁ ଏତେ ଡରିକିରି ତୁମେ ସତେ ଯେମିତି ସେ ଗୋଟେ ସନ୍ତ୍ରାସବାଦ କି ଆତଙ୍କବାଦୀ ଭଳିଆ ଆମେ ତାଙ୍କୁ ମାନୁଛୁ, ଶନି ମେଳା କରି ପକାଉଛୁ, ସେସବୁ ନୁହେଁ। ଶନି ମେଳାରେ ଲୁହା କଣ୍ଟା, ସେ ଜଡ଼ା ତେଲ, ମୁଁ ଏସବୁକୁ ଦ୍ରବ୍ୟ ମାତ୍ରକେ ସେ ଭଗବାନଙ୍କ ସୃଷ୍ଟି, ସେ କଥା ଅଲଗା। କିନ୍ତୁ ମୁଁ ଏଠି କହିବାକୁ ଚାହୁଁଛି, ଅନ୍ୟ ଦେବୀ ଦେବତାମାନଙ୍କ ଠାରୁ କେଉଁ ଗୁଣରେ ଶନିଶ୍ଚର ହେଉଛନ୍ତି କମ। ସୂର୍ଯ୍ୟଙ୍କର ପୁତ୍ର କେବେ ଅଭଦ୍ର ହେଇପାରିବ କି? ସୂର୍ଯ୍ୟଙ୍କର ପୁତ୍ର, ସିଏ ହେଉଛନ୍ତି ବୃହସ୍ପତିଙ୍କର ଶିଷ୍ୟ, ସିଏ ଅଭଦ୍ର ହେଇପାରିବେ କି? ସିଏ ହେଉଛନ୍ତି ପିତୃମାତୃ ଭକ୍ତ। ପିତୃମାତୃ ସେବକ କେବେ ଭୁଲ ବାଟରେ ଯାଇପାରିବେ କି? ଦେଖନ୍ତୁ ଶନି କେତେ ମହାନ। ଆଦ୍ୟ ଶନିଶ୍ଚର ପ୍ରାନ୍ତରେ ଗୁରୁ। ଧରନ୍ତୁ ମୀନ ରାଶିକି ଶନି ଚଳିଲେ, ଜନ୍ମ ଶନି ହେଲା। ଜନ୍ମ ଶନିରେ ଇଏ ସେବକ ଘରୁ ଆଇଲା ଆପଣମାନଙ୍କ ସେବା ପାଇଁ। ଜନ୍ମରାସ ସୁରାଚାର୍ଯ୍ୟ ରାମଙ୍କ ରାଜ୍ୟ ବନଙ୍ଗତ। ଆଚ୍ଛା କୁହନ୍ତୁ, ରାମଙ୍କୁ ସେ ଜଙ୍ଗଲକୁ ପଠେଇଲେ। ରାମ ଜଙ୍ଗଲରେ ବହୁ ସାଧୁସନ୍ତମାନଙ୍କର ଦର୍ଶନ କଲେ, ବହୁ ଅସାମାଜିକ ଲୋକଙ୍କୁ ମାଇଲେ, କାହାକୁ ବି ତାରିଲେ। ତାହେଲେ ଶନିଶ୍ଚର ଖରାପ ହେଲେ କେମିତି? ଜନ୍ମ ବୃହସ୍ପତିକୁ ମଧ୍ୟ ସେଇଭଳି ଭାବରେ କୁହାଯାଏ। ଗୁରୁ ଆଦ୍ୟରେ କ'ଣ ଦିଅନ୍ତି? ଦୀକ୍ଷା। ଶେଷ ଭାଗରେ କ'ଣ ଦିଅନ୍ତି? କୃପା। ଆଗେ ଦେବେ ଦୀକ୍ଷା, ତାପରେ ଦେବେ କୃପା। ଯିଏ ପଞ୍ଚମଙ୍କାରକୁ ଆୟତ କରିଥିବ, ପଞ୍ଚମଙ୍କାର ଆଉ ଅନ୍ୟାନ୍ୟ ଅର୍ଥ ଅଛି, ମୁଦ୍ରା, ମୈଥୁନ, ଏଇସବୁ କଥା ଅଛି। ମୁଁ ସେ କଥାକୁ ଯାଉନି, ତାକୁ ଯିଏମାନେ ସିଏ ସମସ୍ତେ ଜାଣିଛନ୍ତି। ମୋଟାମୋଟି କଥା, ମୁଙ୍କାରକୁ ଯେତେବେଳେ ଆମେ ଦମନ କରିବା, ଆଉ ହିଂସା ରୂପୀ ମୁଙ୍କାରକୁ ଦମନ କରିବା, ସେତିକି ବେଳେ ମହିଷାସୁର ବର୍ଦ୍ଧନ ହେବ। ଅର୍ଥାତ୍ ପ୍ରତ୍ୟେକ ଜୀବନ ଯେତେବେଳେ ଏଇ ଦୁଇଟି କଥାରୁ ସେ ନିବୃତ୍ତ ହେବ, ସେ ନିଶ୍ଚିତ ଭାବରେ ଶନିଶ୍ଚର ମହାଗ୍ରହଙ୍କର କୃପା ଲାଭ କରିବ। ଶନିଶ୍ଚର ଗ୍ରହ ପଡ଼ୁ ନ ପଡ଼ୁ ଯାହା ହଉ, ଶନିଙ୍କ ମୂର୍ତ୍ତି ଉପରେ ପାଣି ଢାଳିବ ନାହିଁ, ଏଇଟା ଗୋଟେ ଅନ୍ଧବିଶ୍ୱାସ। ପାଣିର ସମ୍ପର୍କ ସବୁ ଦେବାଦେବୀଙ୍କ ସହିତ ଅଛି। ବେଶୀ ଅଛି ରୁଦ୍ରଙ୍କ ସହିତ, ଶିବଙ୍କ ସହିତ ସମ୍ପର୍କ। ଶନିଙ୍କ ସହିତ କାହିଁକି ପାଣି ଢଳା ହେବ ଶନି ମନ୍ଦିରରେ? ପୃଥିବୀ ଯେତେବେଳେ ଜଳ ପାଇଁ ହାହାକାର ହେଉଛି,
ଶନି ଭକ୍ତମାନେ ଶନିଙ୍କ ନାମରେ କେତେ ହଜାର ଲିଟର ପାଣି ନଷ୍ଟ କରୁଛନ୍ତି। ଶନିଙ୍କ ଉଦ୍ଦେଶ୍ୟରେ ବିଦ୍ୟାର୍ଥୀମାନଙ୍କୁ ଭୋଜନ ଦେବ, ସୁନ୍ଦର ସୁନ୍ଦର ଖାଦ୍ୟ ତାଙ୍କୁ ଖାଇବାକୁ ଦେବ, ନିରାମିଷ ଖାଦ୍ୟ। ବିଦ୍ୱାନମାନଙ୍କୁ ପୂଜନ କରିବ। ବିଦ୍ୱାନ କହିଲେ କେବଳ ବ୍ରାହ୍ମଣ ବୈଷ୍ଣବ ନୁହନ୍ତି, ବ୍ରାହ୍ମଣ ବୈଷ୍ଣବ ସାଙ୍ଗରେ ଆମ ସ୍କୁଲ ଶିକ୍ଷକମାନେ ମଧ୍ୟ, ଆମ ଅଞ୍ଚଳର ଶିକ୍ଷାବିତ୍ମାନେ, ଏମାନଙ୍କୁ କିଛି ନହେଲେ ଫୁଲ ଚନ୍ଦନ ଟିକେ ଦେବା, ମିଠା ଟିକେ ପାଟିରେ ଦେବା। ଏବଂ ପିତୃମାତୃ ପୂଜନ, ଯଦି ବାପା ମା ନାହାନ୍ତି ତାଙ୍କୁ ସ୍ମରଣ କର। ଏଇସବୁ କଥା ଯିଏ କରନ୍ତି, ତାପରେ ଗୁରୁ ଗ୍ରହଣ କିମ୍ବା ଗୁରୁ ପୂଜନ, ଗୁରୁ ମନ୍ତ୍ରକୁ ସ୍ମରଣ, ଏତିକିରେ ଶନିଶ୍ଚର ଏତେ ଖୁସି ହେଇଯିବେ। ସେ ଏତେ ବଢ଼ିଆ ଲୋକ, ଏତେ ବଢ଼ିଆ ଗ୍ରହ, ସେ ଗୁରୁଙ୍କୁ, ପିତାମାତାଙ୍କୁ, ବିଦ୍ୱାନମାନଙ୍କୁ ସେ ସମ୍ମାନ ଦିଅନ୍ତି। ସମାଜରେ ସେଇଭଳିଆ ବ୍ୟକ୍ତିମାନେ ହେଉଛନ୍ତି ନିଜେ ସ୍ୱୟଂ ଶନିଶ୍ଚରଙ୍କର ଅଂଶ। ଆଉ ଗୋଟେ କଥା ବି କହି ରଖୁଛି, ଜଗନ୍ନାଥଙ୍କର ଶ୍ରୀମୂର୍ତ୍ତିକୁ ଦର୍ଶନ କଲେ କୌଣସି ଗ୍ରହ ତାପ ଲାଗିବ ନାହିଁ। ତାର କାରଣ ବି ଅଛି। ନୀଳଚକ୍ରକୁ ଯଦି ମନ ଭିତରେ ସ୍ମରଣ କରିବ ତାହେଲେ କୌଣସି ଗ୍ରହ ତାପ ଲାଗିବ ନାହିଁ। ଆଉ ଶନିଶ୍ଚର ହେଉଛନ୍ତି ମାତୃଭକ୍ତ, ସେ ମାଆକୁ ବି ବହୁତ ଭଲ ପାଆନ୍ତି। ତେଣୁ ଯେଉଁମାନେ ଶନିଙ୍କର ମୀନରାଶି ଗମନକୁ ଶୁଣିକିରି ଯେଉଁମାନେ ଆତଙ୍କିତ ହେଉଛନ୍ତି, ସାମାନ୍ୟ ଆତଙ୍କିତ ନ ହୋଇ ଗୁରୁ ଆଶ୍ରମକୁ ଯାଅ, ସନ୍ଥ ଦର୍ଶନ କର, ପିତୃମାତୃଙ୍କୁ ସେବା କର ଏବଂ ବିଦ୍ୱାନମାନଙ୍କୁ ପୂଜନ କର, ବିଦ୍ୟାର୍ଥୀମାନଙ୍କୁ ଭୋଜନ ଦିଅ, ତାହେଲେ କେବଳ ଆମେ ଶାନ୍ତି ହେବୁନି, ଏଇମାନେ ଶାନ୍ତି ହେଲେ ପୃଥିବୀ ମଧ୍ୟ ଶାନ୍ତି ହେବ। ଯେହେତୁ ବଳିଆ କହୁଛି, ତାକୁ ଅନ୍ୟାନ୍ୟ ବିଦ୍ୱାନମାନେ ଖଣ୍ଡନ କରିପାରନ୍ତି। କାରଣ ମୁଁ ଥରେ ଶଙ୍କରାଚାର୍ଯ୍ୟ, ଆମର ନିଶ୍ଚୟ ବର୍ତ୍ତମାନ ଯିଏ ଅଛନ୍ତି, ବର୍ତ୍ତମାନ ପୁରୀ ଗୋବର୍ଦ୍ଧନଚାର୍ଯ୍ୟ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ମହାରାଜ, ସେ ଅଛନ୍ତି। ଗଜପତି ଠାକୁର ରାଜା ଅଛନ୍ତି। ଗୋଟେ ଜ୍ୟୋତିଷ ସମ୍ମିଳନ ହେଇଥିଲା, ସେଥିରେ ଆମକୁ ସବୁ ଡାକା ହେଇଥିଲା। ଆମେ ସବୁ କ'ଣ ଟିକେ କହିଲୁ, କିନ୍ତୁ ଜ୍ୟୋତିଷମାନଙ୍କୁ କିଏ ଦେବ ଉତ୍ତୁରୀ, କିଏ ଦେବ ଫୁଲ, ଏମିତି ସବୁ ବଣ୍ଟନ ହେଇଥିଲା। ମୁଁ ସେଇ ସଭାରେ କହିଥିଲି ଯେ ରାଜା ଏଠି ବସିଛନ୍ତି, ଠାକୁର ରାଜା, ଶଙ୍କରାଚାର୍ଯ୍ୟ ମାନେ ଆମର ଧର୍ମଗୁରୁ ବସିଛନ୍ତି। ଏଇଠି ମୁଁ ସ୍ପଷ୍ଟ ଭାବରେ କହୁଛି, ସେ ମିଟିଂଟା କଟକର ଶହୀଦ ଭବନରେ ହେଇଥିଲା। ଜଗନ୍ନାଥଙ୍କୁ ଯେକୌଣସି ଗ୍ରହ, ଯେକୌଣସି ଗ୍ରହ ଦଶା, ମହାଦଶା, ଅନ୍ତର୍ଦଶା ଯାହା ବି ପଡ଼ିବ, ଜଗନ୍ନାଥଙ୍କୁ ଚିନ୍ତନ କର। ସେ ରୂପକୁ ଚିନ୍ତନ କଲେ ସେ ସବୁ ପଳେଇବ। ଧରନ୍ତୁ ଆପଣମାନେ ବେଶୀ ଡରୁଥିବେ ରାହୁ କେତୁଙ୍କୁ, ଟିକେ ଜଗନ୍ନାଥଙ୍କ ରୂପକୁ ଅନାନ୍ତୁ। ଗୋଟିଏ ଅସୁରକୁ, ଯାହା ପୁରାଣ କହୁଛି, କାଟିଦେଲେ। ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ଗୋଟାଏ, ଅଣ୍ଟା ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗୋଟାଏ, ସେଇଟା ରାହୁ କେତୁ। ତେବେ ଜଗନ୍ନାଥଙ୍କର ରୂପଟି ସେଇଆ ନୁହେଁ କି? ତେଣୁ ଜଗନ୍ନାଥଙ୍କର ସେଇ ଅଧାଗଢ଼ା ମୂର୍ତ୍ତିଙ୍କୁ ଯିଏ ଦର୍ଶନ କରିବ, ସିଏ ନିଶ୍ଚିତ ଭାବରେ ରାହୁ କେତୁ ଦଶାରୁ ଉଦ୍ଧାର ପାଇବ। ତାପରେ ରାହୁ ଦଶା, କେତୁ ଦଶା ଇତ୍ୟାଦି ହେଲେ ଜ୍ୟୋତିଷମାନେ ସର୍ପଟିଏ ଦେବା ପାଇଁ
ଦେବ ମନ୍ଦିରରେ ଏମିତି ମାନେ ଯଜମାନକୁ କୁହନ୍ତି। ପ୍ରକୃତରେ ସର୍ପ କେଉଁଠି କେଉଁ ସର୍ପକୁ ଦେବେ? ଇଏ ସର୍ପକୁ ଦେଲେ ମାରିବ ଚୋଟ। ନିଜେ ଜଗନ୍ନାଥ ହେଉଛନ୍ତି ଅନନ୍ତ, ଯିଏ କ୍ଷୀରାବ୍ଦି ସମୁଦ୍ରରେ ସପ୍ତ ଫେଣି ନାଗ ଉପରେ ଶୋଇଛନ୍ତି। ଖାଲି ସେତିକି ବି ନୁହେଁ, ବଳଭଦ୍ର ହେଉଛନ୍ତି ସ୍ୱୟଂ ଶିବଙ୍କର ଅବତାର, ଯାହାଙ୍କର କଣ୍ଠରେ ମସ୍ତକରେ ବାସୁକି ସାପ ବା କୁଳିକ ସାପ କିଏ କେତେ ପ୍ରକାର ମତ ଅଛି ସ୍ଥାନ ପାଆନ୍ତି ଏବଂ ସମସ୍ତ ଅପରାଧକୁ କୋଳେଇ ନିଏ ବା ବୁଝେଇ ଦିଏ, ତାକୁ ଭୁଲିଯାଏ, ନିଜର ମାନ ମହତ୍ଵର କଥାକୁ ଭୁଲିଯାଇ ସେ ସନ୍ତାନକୁ କୋଳେଇ ନିଏ। ସେ କିଏ? ସେ ହେଉଛି ଏକମାତ୍ର ପୃଥିବୀରେ ମା, ସେ ହେଉଛନ୍ତି ସୁଭଦ୍ରା। ଆମେ ଅନେକ ଅପରାଧ କରିଛୁ, ସେ ଅପରାଧ ଗୁଡ଼ାକ ସେଇଠି ଗଲା। ତେଣୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ହେଉଛନ୍ତି ଚକ୍ର, ଯିଏ ଭଗବାନଙ୍କର ଅମୋଘ ଅସ୍ତ୍ର, ଯେଉଁ ଅସ୍ତ୍ର ଦ୍ୱାରା କଠୋରପନ୍ଥୀମାନଙ୍କୁ ସିଏ ଦମନ କରିପାରନ୍ତି। ତେଣୁ ଶନି ହୁଅନ୍ତୁ, ରାହୁ ହୁଅନ୍ତୁ, କେତୁ ହୁଅନ୍ତୁ, ରବି, ସୋମ, ମଙ୍ଗଳ, ବୁଧ, ଯିଏ ବି ହୁଅନ୍ତୁ, କାହାରି ଆଗରେ ଏମାନଙ୍କ ଆଗରେ କାହାରି ପ୍ରଭାବ ରହିବ ନାହିଁ। କିନ୍ତୁ ସନ୍ଦେହୀ ମନ ଭବେ ମରେ, ନିଃସନ୍ଦେହୀ ସିନା ଏ ଭବୁ ତରେ। ଏତିକି ମନେ ରଖ। ଏବଂ ଏ ବର୍ଷର ଯଜ୍ଞୋତ୍ସବରେ ଇଏ ସେବକ ବଳିଆ କଥା ଆଜି ଆଲୋଚନା ହେଲା। ମୁଁ 5 ଦିନ ମାନେ ନିଜେ ଭଗବତ କଥା କହିବି, ମୋତେ ଯେମିତି ଆସେ ମୁଁ କହିବି ଏବଂ ତା ସହିତ ଆପଣମାନଙ୍କର ଯଜ୍ଞୋତ୍ସବ ଯଥା ସମୟରେ ହେବ, ଆପଣମାନେ ଆସିବେ। ଆଉ ଯାହା କଥା ମୁଁ ପରେ କହିବି। ଏଠି କଥାଟି ଏଇଠି ବିଶ୍ରାମ ଦେବା। ଜୟ ଜୟ ରାଧା ରମଣ ହରି ବୋଲ, ଜୟ ଜୟ ରାଧା ରମଣ ହରି ବୋଲ, ଜୟ ଜୟ ରାଧା ରମଣ ହରି ବୋଲ, ଜୟ ଜୟ রাধা রমণ হরি বল 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 রাধা রমণ হরি বল জয় জয় রাধা রমণ হরি বল জয় রাধা রমণ হরি